ସ୍ୱାଗତ। ଆଜିକାଲି ତ ଆମେ ସମସ୍ତେ ମାନେ ଫୋନରେ ହଉ କିମ୍ବା ଅଲଗା କ୍ୟାମେରାରେ ଡିଜିଟାଲ କ୍ୟାମେରା ତ ବ୍ୟବହାର କରୁଛେ। ହଁ ବିଲକୁଲ। କିନ୍ତୁ ମୁଁ ଭାବୁଥିଲି ଏଇ ଯୋଉ ଜିନିଷଟା ଫଟୋ ଉଠାଏ ଆଉ ଆମକୁ ଦେଖାଏ ଏହାର ପ୍ରକୃତ ପରିଚୟ କ'ଣ? ହୁଁ ମାନେ ଏଟା ମୁଖ୍ୟତଃ କମ୍ପ୍ୟୁଟରକୁ ତଥ୍ୟ ଦିଏ ଯାହାକୁ ଆମେ ଇନପୁଟ କହୁ ନା କମ୍ପ୍ୟୁଟରରୁ ତଥ୍ୟ ନେଇ ଆମକୁ ଦେଖାଏ ମାନେ ଆଉଟପୁଟ? ହୁଁ ଏଇଟା ଭଲ ପ୍ରଶ୍ନଟିଏ। ହଁ, ଆମ ପାଖରେ ଏ ବିଷୟରେ ଯାହା ସୂଚନା ଅଛି ମୋତେ ଲାଗୁଛି ଏ ଦ୍ୱନ୍ଦ୍ୱଟା ଆଜି ଦୂର ହେଇଯିବ। ଆସନ୍ତୁ ଟିକେ ଭଲ ଭାବରେ ଏହାକୁ ବୁଝିବା। ନିଶ୍ଚୟ ନିଶ୍ଚୟ। କାରଣ ଏଇଟା ଦେଖିବାକୁ ଟିକେ ଦୋମୁହା ପରି ଲାଗେ ତ। ହଁ, ସେଇଆ। ଆମେ ଏହାକୁ ଫଟୋ ନେବା ପାଇଁ ବି ବ୍ୟବହାର କରୁ, ପୁଣି ସେଇ ଫଟୋକୁ ସେଇଥିରେ ଦେଖୁ ବି। ହଁ, ଠିକ କଥା। ତେଣୁ ଏହାର ମୂଳ କାମ କ'ଣ ସେଇଟା ଜାଣିବା ଦରକାର। ଆଚ୍ଛା, ମୋତେ କିନ୍ତୁ ଲାଗୁଥିଲା ଯେହେତୁ ସେଥିରେ ଗୋଟେ ସ୍କ୍ରିନ୍ ଅଛି ଆଉ ଆମେ ସିଧା ଫଟୋ ଦେଖିପାରୁଛେ ଏଇଟା ବୋଧେ ମୁଖ୍ୟତଃ ଗୋଟେ ଆଉଟପୁଟ ଡିଭାଇସ୍ ହେଇଥିବ। ଏମିତି ଭାବିବା ସ୍ୱାଭାବିକ। କିନ୍ତୁ ଆମ ସୂଚନା କ'ଣ କହୁଛି ଏ ବିଷୟରେ? ସୂଚନା ଯାହା କହୁଛି, ଏହାର ମୂଳ ଆଉ ପ୍ରାଥମିକ କାମ ହେଉଛି ଇନପୁଟ ଦେବା। ଓହୋ, ଇନପୁଟ? ହଁ, କାରଣ ଏଇଟା ବାହାର ଦୁନିଆରୁ, ମାନେ ଯେମିତିକି କୌଣସି ଦୃଶ୍ୟ ହେଲା କି କେହି ବ୍ୟକ୍ତି ହେଲେ ତାଙ୍କଠୁ ଆଲୋକ ନିଏ ଆଉ ସେଇ ଆଲୋକକୁ ଡିଜିଟାଲ ତଥ୍ୟରେ ବଦଳେଇ ଦିଏ। ଆଚ୍ଛା। ଭାବନ୍ତୁ, କ୍ୟାମେରାରେ ଗୋଟେ ଇମେଜ ସେନ୍ସର ଥାଏ। ସେଇଟା ତାର ଆଖି ପରି। ହୁଁ। ସେଇ ସେନ୍ସରଟା ବାହାରର ଆଲୋକକୁ ଧରେ, ତାକୁ ଏମିତି ଗୋଟେ ଡିଜିଟାଲ ଭାଷାରେ ଲେଖିଦିଏ ଯାହାକୁ କମ୍ପ୍ୟୁଟର ବୁଝିପାରିବ। ବୁଝିଲି। ଆଉ ସେଇ ଡାଟାକୁ ନେଇ ମେମୋରି କାର୍ଡରେ ସାଇତି ରଖେ। ତେଣୁ ଏଇ ଯୋଉ ବାହାର ସୂଚନା ମାନେ ଆଲୋକ ନେଇ ଡିଜିଟାଲ ରୂପ ଦେବା କାମଟା, ଏଇଟା ହିଁ ହେଲା ଇନପୁଟ। ଓହୋ, ବୁଝିଗଲି ଏଥର। ଅର୍ଥାତ୍ ଫଟୋ ତିଆରି କରିବା କିମ୍ବା ଭିଡିଓ ରେକର୍ଡ କରିବା ସେଇଟା ହିଁ ତାର ମୂଳ କାମ। ହଁ, ମୂଳ କାମ। ଆଉ ସେଇଥିପାଇଁ ଏହା ଇନପୁଟ। ହେଲେ ଆଉ ଗୋଟେ କଥା ମନକୁ ଆସୁଛି। କୁହନ୍ତୁ। ଆମେ ତ ସେଇ କ୍ୟାମେରାରେ ଗୋଟେ ଛୋଟ ସ୍କ୍ରିନ୍ ଥାଏ ନା ଏଲସିଡି, ସେଥିରେ ତ ଫଟୋ ଉଠେଇ ସାଙ୍ଗେ ସାଙ୍ଗେ ଦେଖିପାରୁଛେ। ହଁ, ଠିକ୍। କିମ୍ବା କେବଲ ଲଗେଇ କମ୍ପ୍ୟୁଟରକୁ ବି ପଠେଇ ଦେଉଛେ। ଏସବୁ କାମ ତ ପୁରା ଆଉଟପୁଟ ଭଳି ଲାଗୁଛି। ଏକଦମ ଠିକ୍ କଥା କହିଲେ। ଯେତେବେଳେ କ୍ୟାମେରା ନିଜ ସ୍କ୍ରିନରେ ଫଟୋ ଦେଖାଏ କିମ୍ବା ତଥ୍ୟକୁ ଆମେ କମ୍ପ୍ୟୁଟର କି ପ୍ରିଣ୍ଟରକୁ ପଠାଉ, ହଁ। ସେତେବେଳେ ସେ ନିଶ୍ଚିତ ଭାବରେ ଆଉଟପୁଟ କାମ କରୁଛି। ସେଥିରେ କିଛି ଭୁଲ ନାହିଁ। ହୁଁ। କିନ୍ତୁ ଏଠି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ କାମଗୁଡ଼ିକ ତାର ପ୍ରାଥମିକ ଉଦ୍ଦେଶ୍ୟ ନୁହେଁ। ଆଚ୍ଛା। ମାନେ କ୍ୟାମେରାଟାକୁ ତିଆରି କରାଯାଇଛି ମୁଖ୍ୟତଃ ବାହାର ଦୁନିଆର ଚିତ୍ରକୁ ଡିଜିଟାଲ ରୂପ ଦେବା ପାଇଁ, ଅର୍ଥାତ୍ ଇନପୁଟ ପାଇଁ। ହୁଁ। ଫଟୋ ଦେଖେଇବା ହେଉ କି ତାକୁ ଅନ୍ୟ ଡିଭାଇସକୁ ପଠାଇବା ହେଉ, ଏସବୁ ହେଲା ପରବର୍ତ୍ତୀ ସୁବିଧା ବା ଆପଣ କହିପାରିବେ ଗୌଣ କାମ। ମାନେ ସେକେଣ୍ଡାରୀ ଫଙ୍କସନ୍ ଭଳି। ହଁ, ସେଇଆ। ଧରନ୍ତୁ ଆପଣ ଗୋଟେ ସୁନ୍ଦର ସୂର୍ଯ୍ୟାସ୍ତ ଦେଖିଲେ, ତାକୁ କ୍ୟାମେରାରେ କ୍ୟାପଚର କଲେ, ସେଇଟା ହେଲା ଇନପୁଟ। ହଁ। ପରେ ଯେତେବେଳେ ସାଙ୍ଗକୁ ଦେଖେଇବା ପାଇଁ କ୍ୟାମେରା ସ୍କ୍ରିନରେ ଦେଖିଲେ, ସେଇଟା ହେଲା ଆଉଟପୁଟ। ଓକେ। କିନ୍ତୁ କ୍ୟାମେରାର ଅସଲ କାମଟା ହେଲା ସେହି ସୂର୍ଯ୍ୟାସ୍ତକୁ ଡିଜିଟାଲ ଭାବେ ଧରି ରଖିବା, ମାନେ ଇନପୁଟ କରିବା। ବାଃ, ଏବେ ପୁରା ସ୍ପଷ୍ଟ ହୋଇଗଲା। ତେବେ ମୋଟାମୋଟି ଭାବେ କହିଲେ ଡିଜିଟାଲ କ୍ୟାମେରା ଏକା ସଙ୍ଗରେ ଇନପୁଟ ଆଉ ଆଉଟପୁଟ ଦୁଇଟା କାମ କରିପାରୁଛି। ହଁ, କରିପାରୁଛି। କିନ୍ତୁ ତାର ଜନ୍ମ ବା ମୂଳ ଉଦ୍ଦେଶ୍ୟ ହେଉଛି ବାହାରୁ ଦୃଶ୍ୟମାନ ତଥ୍ୟ ମାନେ ଆଲୋକ ତାକୁ ସଂଗ୍ରହ କରି ଡିଜିଟାଲ ଡାଟାରେ ବଦଳାଇବା। ସଠିକ୍। ସେଇଥିପାଇଁ ଏହାକୁ ମୁଖ୍ୟତଃ ଗୋଟେ ଇନପୁଟ ଯନ୍ତ୍ର ହିଁ କୁହାଯିବ। ଏକଦମ ଠିକ୍ ଭାବେ ବୁଝିଲେ। ଏହି ମୂଳ କାମ ଆଉ ଗୌଣ କାମ ଭିତର ପାର୍ଥକ୍ୟଟା ବୁଝିବା ଜରୁରୀ। ହଁ। ଆଉ ଏଇ ଇନପୁଟ ଆଉଟପୁଟ କଥାଟା ବୁଝି ସାରିଲା ପରେ ଆଉ ଗୋଟେ ମଜାଦାର କଥା ଚିନ୍ତା କରାଯାଇପାରେ। କ'ଣ ସେଇଟା? ଦେଖନ୍ତୁ, ଆଜିକାଲି ତ ସ୍ମାର୍ଟଫୋନରେ ବହୁତ ପାୱାରଫୁଲ କ୍ୟାମେରା ଆସିଲାଣି। ହଁ, ବହୁତ ଭଲ କ୍ୟାମେରା। ତେବେ ଯଦି ଗୋଟେ କ୍ୟାମେରା ନିଜେ ଗୋଟେ ଇନପୁଟ ଡିଭାଇସ୍, ତାହେଲେ ଗୋଟେ ପୁରା ସ୍ମାର୍ଟଫୋନ ଭିତରେ ତାର ଭୂମିକା କେତେ? ସେଠି ବି କ'ଣ ଏହା ଖାଲି ଗୋଟେ ଇନପୁଟ ଅଂଶ ହିଁ ରହୁଛି, ନା ସ୍ମାର୍ଟଫୋନର ଯେତେ ସବୁ ଅଲଗା କାମ ଅଛି ସେସବୁ ସହିତ ମିଶିକି ଏହାର କାମ ଆହୁରି ଜଟିଳ ହୋଇଯାଉଛି? ବାସ୍ତବିକ ଏଇଟା ଗୋଟେ ବେଶ୍ ଭାବିବା ଭଳି କଥା। କାରଣ ଫୋନରେ କ୍ୟାମେରା ତ ଖାଲି ଫଟୋ ଉଠାଇବା ପାଇଁ ନୁହେଁ, ଆହୁରି କେତେ କାମରେ ଲାଗୁଛି ଆଜିକାଲି। ହଁ, କ୍ୟୁଆର୍ କୋଡ୍ ସ୍କାନ୍ କରିବାଠୁ ଆରମ୍ଭ କରି ଅଗମେଣ୍ଟେଡ୍ ରିଆଲିଟି ପର୍ଯ୍ୟନ୍ତ। ଠିକ୍, ଏହା ଉପରେ ନିଶ୍ଚୟ ଆଗକୁ ଆହୁରି ଆଲୋଚନା କରିହେବ।